ଅପରେସନ୍ ସିନ୍ଦୁର ଆଜି ଏକ ଘଟଣାକ୍ରମରେ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୁର ନାମକ ଏକ ଅଭିଯାନରେ ବାହାରି ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କର ଶିବିରକୁ ସମୂଳେ ଧ୍ୱଂସ କରିଦେଇଛନ୍ତି। ଜାଣିବା ସଂକ୍ଷେପରେ, କାଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଥିବା ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ବାୟୁସେନା ମଇ ମାସ 7 ତାରିଖ ରାତି 1:05 ସମୟରେ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀମାନଙ୍କର 9 ଗୋଟି ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀମାନଙ୍କର ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଇଣ୍ଡିଆନ୍ ଏୟାରଫୋର୍ସ ଯବାନମାନଙ୍କର ଏହି ବୀରତ୍ୱପୂର୍ଣ୍ଣ ଆକ୍ରମଣରେ 100ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଏହାଠାରୁ ଅଧିକ ସଂଖ୍ୟକ ଆତଙ୍କବାଦୀ ଗୁରୁତର ଆହତ ହୋଇଥିବାର ସୂଚନା ମିଳୁଛି। ଆଜି ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍ ଆର୍ମିର କର୍ଣ୍ଣେଲ ସୋଫିଆ କ୍ୟୁରେସି ସାମ୍ବାଦିକ ତଥା ଦେଶବାସୀମାନଙ୍କୁ ସୂଚନା ଦେବାକୁ ଯାଇ ଏକଥା ପ୍ରକାଶ କରିଛନ୍ତି। ଭାରତୀୟ ସୈନ୍ୟବାହିନୀର ଏହି ବୀରତ୍ୱପୂର୍ଣ୍ଣ କାହାଣୀକୁ ଭାରତବର୍ଷର ସବୁ ବର୍ଗର ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି। ଇଣ୍ଡିଆନ୍ ଏୟାରଫୋର୍ସ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀମାନଙ୍କର ଶିବିରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଦେବା ପରେ ସମଗ୍ର ପାକିସ୍ତାନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ପାକିସ୍ତାନରେ ଜରୁରୀ ପରିସ୍ଥିତି ମଧ୍ୟ ଜାରି ହୋଇଛି। ଭାରତୀୟ ବାୟୁସେନାର ଏହି ବୀରତ୍ୱର କାହାଣୀକୁ ଆମ ଦେଶର ସବୁ ରାଜନୈତିକ ଦଳ ଓ ସବୁ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। ତପନ ଡାଇଜେଷ୍ଟ।